କେଉଁଠୁ ଆସିବ? କାଲି ହଉଛି ଦୁର୍ଲଭ ବେଶ ମହାପ୍ରଭୁଙ୍କର ଭିତରେ ମହାପ୍ରଭୁଙ୍କ ସୁନାବେଶ ହଏ। ସର୍ବସାଧାରଣ ଭକ୍ତଙ୍କୁ ଉପରେ ସବୁକଣ ଯୋଉ ବେଶ କରେ ଯୋଉ ସୁନା ଆମେ କହୁଛେ ଦୁର୍ଲଭ ବେଶ ନଜରରେ ସେମାନେ ଦେଖିପାରିବେ। ରାସ୍ତାଘାଟରେ ଯୋଉଠି ଅଛନ୍ତି ସେମାନେ ଦୁର୍ଲଭ ବେଶ ଦର୍ଶନ କରିପାରିବେ। କାଲି ଯିଏ ବି ଯୋଉଠି କୋଣ ଅକୋଣରେ ଥାଆନ୍ତୁ, ସେ ଭାରତ ବର୍ଷରେ ଥାଆନ୍ତୁ, ଭାରତ ବାହାରେ ବି ଥାଆନ୍ତୁ, ସେମାନେ ସେଇ ବେଶ ସମୟରେ ତାଙ୍କ ନିଜ ଘରେ ଗୋଟେ ପ୍ରଦୀପ ପ୍ରଜ୍ୱଳନ କରନ୍ତୁ ଏବଂ ସେଠାରେ ସେ ମହାପ୍ରଭୁଙ୍କୁ ଆଶୀର୍ବାଦ ଭିକ୍ଷା କରନ୍ତୁ। ତାଙ୍କ ଘର ସୁରକ୍ଷିତ ରହୁ, ତାଙ୍କ ପରିବାର ଖୁସି ରହୁ, ସାଧାରଣ ସମସ୍ତେ ଖୁସି ରୁହନ୍ତୁ ବୋଲି ମହାପ୍ରଭୁଙ୍କର ଆଶୀର୍ବାଦ, ସେଇଟା ହେଉଛି କଥା। ଏବଂ ଆମର ହେଉଛୁ ଛାମୁଖୁଣ୍ଟିଆ ସେବକ, ଆମେ ମହାପ୍ରଭୁଙ୍କ ଶ୍ରୀଙ୍କ ସେବକ। 365 ଦିନ ଆମମାନଙ୍କର ସେବା ଅଛି। ସେ ରଥ ଉପରେ ହଉ କିମ୍ବା ଗର୍ଭ ଆମର ଶ୍ରୀମନ୍ଦିରରେ ହଉ କିମ୍ବା ତାଙ୍କ ରତ୍ନବେଦୀରେ ହଉ କି ତାଙ୍କର ଜନ୍ମବେଦୀରେ ହଉ, ସବୁ ଜାଗାରେ ଆମମାନଙ୍କର ଛାମୁଖୁଣ୍ଟିଆଙ୍କର ସେବା ଅଛି। କ'ଣ ସେବା ସେ ଛାମୁଖୁଣ୍ଟିଆ ସେବା ଯେଉଁଟାକି ମଣିମା ଡାକ ଦେଉଛୁ ଆମେ, ସେଇଟା ହେଉଛି ମୁଖ୍ୟ। ଏବଂ ଫୁଲ ଦେବା, ଏସବୁ ଅନେକ ସେବା ତା ଭିତରେ ଅଛି ଛାମୁଖୁଣ୍ଟିଆଙ୍କର। ଏବଂ ଆମେ ତା ଭିତରେ ସୁରୁଖୁରୁରେ ସେ ସେବାକୁ ପାଳନ କରୁ, ମହାପ୍ରଭୁଙ୍କର ଆନନ୍ଦ ଅନୁଭବ କରୁ। ଯଦି ଗୋଟେ ଅଲଗା ଉଦ୍ଦୀପନା ଥାଏ, ଅଲଗା ନିଶ୍ଚିତ ସେ ଭାବନା ବୋଲି ତାହାର କୁହନ୍ତୁନି। ସେ ମହାପ୍ରଭୁଙ୍କୁ ଆମେ ସେଇ ସମୟରେ ଯେଉଁ ମଣିମା ଡାକ ଦେଉ, ମହାପ୍ରଭୁଙ୍କୁ ସେଠାରେ ଆମେ ସ୍ୱାଗତ କରୁ ଏବଂ ମହାପ୍ରଭୁ ପ୍ରଭୁ ଆପଣ ଆସନ୍ତୁ, ସେଇଟା ହେଉଛି ମହାପ୍ରଭୁଙ୍କର କଥା। ସେଇଟା ହେଉଛି ଛାମୁଖୁଣ୍ଟିଆର ସେବା। ସିଏ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ ଯେଉଁ ଚଳନ୍ତି ଅଳଙ୍କାର ସବୁ ଅଛି ମହାପ୍ରଭୁଙ୍କର କାଲି ବେଶ ପାଇଁ, ସେ ସୁରକ୍ଷିତ ଅଛି। ଏବଂ କାଲି ଯେଉଁ ମେକଅପ୍ ଅଛନ୍ତି, ଭଣ୍ଡାର ମେକଅପ୍, ସିଏ ତାଙ୍କର ସିଏ ହେଉଛି ଗୋଷ୍ଠୀଗତ ସେବା। ଜଣେ ଆଣିପାରିବନି, ସେ ଗୋଷ୍ଠୀଗତ ସେବାରେ ସେମାନେ ଆଣିବେ ଏବଂ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ପାଖରେ ଲାଗି କରାଯିବ। 3ଟା ସମୟ 3ଟା ସାଢ଼େ 3ଟା ସମୟ ବେଶ ଆରମ୍ଭ ହେବ ଏବଂ ରାତି 10ଟା 11ଟା 12ଟା ଯାକେ ରହିବ ବେଶ। ମହାପ୍ରଭୁ ସମସ୍ତେ ଯିଏ ଯୋଉଠି ଥାଆନ୍ତୁ, ହାତ ଯୋଡ଼ିକି ଆପଣମାନଙ୍କୁ ଅନୁରୋଧ, ଭକ୍ତ ହୁଅନ୍ତୁ, ଯିଏ ଯୋଉଠି ଥାଆନ୍ତୁ, ସେ ଭାରତବର୍ଷ ହଉ କୋଣ ଅକୋଣରେ କି ଭାରତ ବାହାରେ ହୁଅନ୍ତୁ, ଯେଉଁମାନେ ହିନ୍ଦୁ ଅଛନ୍ତି, ଯେଉଁମାନେ ଅଛନ୍ତି, ଯିଏ ମହାପ୍ରଭୁଙ୍କୁ ଭଲ ପାଆନ୍ତି, ସମସ୍ତେ ନିଜ ଘରରେ ଗୋଟିଏ ପ୍ରଦୀପ ପ୍ରଦାନ କରନ୍ତୁ, ମହାପ୍ରଭୁଙ୍କୁ ଆଶୀର୍ବାଦ ଭିକ୍ଷା କରନ୍ତୁ। ଜୟ ଜଗନ୍ନାଥ।